ମାର୍କେଟଠୁ ଆହୁରି ଅଧିକା ଟେଷ୍ଟି ଲାଗିଲା ଭଳିଆ ମୋମୋଜର ଏଇ ସ୍ପାଇସି ରେଡ୍ ଚଟଣି ବନେଇବା। ନମସ୍କାର, ମୁଁ ତନୁଶ୍ରୀ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ରୋଷେଇଶାଳକୁ। ମୋମୋଜ ପାଇଁ ଏଇ ସ୍ପାଇସି ରେଡ୍ ଚଟଣି ବନେଇବା ପାଇଁ ଆମକୁ ଏଇଠି ବିଲାତି, ଶୁଖିଲା ଲଙ୍କା, ରସୁଣ ଆଉ ଅଦା ଦରକାର। ତାକୁ ଏଇଠି ମୁଁ ପୂର୍ବରୁ ଭଲ ଭାବରେ ସିଝେଇ ନେଇଛି। ଆମେ ଏଇଠି ଏଇସବୁକୁ କଞ୍ଚା ନେବାନି, ସିଝେଇକି ନେବା। ତାକୁ ସିଝେଇ ସାରିଲା ପରେ ତାକୁ ଆମେ ଭଲ ଭାବରେ ପେଷି ନେବା। ଦେଖନ୍ତୁ ମୁଁ ଏଇଠି ତାକୁ ପୁରା ଭଲ ଭାବରେ ପ୍ଲେନ୍ କରିକି ପେଷି ନେଇଛି। ତାପରେ ଗୋଟେ କଡ଼େଇରେ ତେଲ ଦେବା। ତେଲ ଗରମ ହେଲା ପରେ ସେଇଥିରେ ପେଷି ରଖିଥିବା ଟମାଟୋ, ଶୁଖିଲା ଲଙ୍କାକୁ ତାକୁ ଆମେ ସେଥିରେ ପକାଇଦେବା। ସେଇଥିରେ ଲୁଣ ସ୍ୱାଦ ଅନୁସାରେ ନେବା, ଆଉ ସୋୟା ସସ୍ ଆଉ ଟମାଟୋ ସସ୍ ନେବା। ଏଇସବୁକୁ ଭଲ ଭାବରେ ମିଶାଇ ନେବା। এই ମୋମୋ ଚଟଣି ବନେଇବା ପାଇଁ ଏଇଠି ଆପଣ ଯେତେ ବି ଶୁଖିଲା ଲଙ୍କା ବ୍ୟବହାର କରିବେ ବହୁତ ଟେଷ୍ଟି, ସେତେ ଅଧିକା ହିଁ ଲାଗିବ। এই ଚଟଣି ଆପଣ ମୋମୋଜ ସହ ଖାଇବା ସହିତ ଅନ୍ୟାନ୍ୟ ପକୋଡ଼ା ସହିତ ମଧ୍ୟ ଖାଇପାରିବେ। ବହୁତ ଟେଷ୍ଟି ଲାଗିଥାଏ। ଘରେ ବନେଇକି ଖାଇଲେ ତାହା ରାସ୍ତା କଡ଼ ଯେଉଁ ଦୋକାନ ହେଉ କି ରେଷ୍ଟୁରାଣ୍ଟ ହେଉ ତାଠୁ ବି ଅଧିକା ଟେଷ୍ଟି ଲାଗିବ ଏଇ ଚଟଣି। କାରଣ ବାହାରେ ଯେଉଁ ସବୁ ମିଳୁଛି ସେଗୁଡ଼ା ସବୁ ପଚା ବିଲାତିରେ, ଆମେ ଘରେ ଯେହେତୁ ବନେଇକି ଖାଉଛୁ ଭଲ ବିଲାତିରେ ବନେଇକି ଖାଉଛୁ।